ହ୍ୟାଲୋ ହାय ସାଙ୍ଗମାନେ ଦେଖିପାରୁଥିବେ ଏବେ ଆମେ ପହଞ୍ଚି ଗଲୁ ଗଙ୍ଗା ନଦୀରେ ମାନେ ହରିଦ୍ୱାର ଗଙ୍ଗା ଘାଟ ଯେଉଁ କହୁଛନ୍ତି ଗଙ୍ଗା ଘାଟ ଦେଖିପାରୁଥିବେ। ମୁଁ ମୋ ସାଙ୍ଗମାନେ ମଧ୍ୟ ସେଠି ସ୍ନାନ କରୁଛୁ। ମାନେ ପାଣିଟା ଏତେ ଥଣ୍ଡା, ମାନେ ବରଫ ବି ଟିକେ କମ୍ ଥଣ୍ଡା ହେଇପାରେ କିନ୍ତୁ ପାଣିଟା ପୁରା ଥଣ୍ଡା। କିନ୍ତୁ ପାଣିଟା ଦେଖିବାକୁ ପୁରା ଶୁଦ୍ଧ, ପାଣି ଅପରିଷ୍କାର ନାହିଁ, ପାଣିଟା ପୁରା ନିଟ୍ ଆଣ୍ଡ କ୍ଲିନ୍। ମାନେ ଗାଧୋଇବାକୁ ବଢ଼ିଆ ମଜା ଲାଗୁଛି। ଗଙ୍ଗା ମାନେ ମୁଁ ତ ମୋ ଲାଇଫ୍ରେ ତ କଲିକତାରେ ଦେଖିଥିଲି ଗଙ୍ଗା ଘାଟ, କିନ୍ତୁ କଲିକତାରେ ପୁରା ମଇଳା ଜରିମରି ଅସନା ମସନା ହେଇ ପଡ଼ିଛି, ଶବ ପଡ଼ୁଛି। କିନ୍ତୁ ହରିଦ୍ୱାର ଗଙ୍ଗା ଘାଟ ଦେଖିପାରୁଥିବେ ପାଣି ଗୋଟେ କଲର ଜରିଟେ ବି ନାହିଁ, କିନ୍ତୁ ଭଲ ପ୍ରଶାସନ ପୁରା ରଖିଯିବ ଇଏରେ ଦେଖିପାରୁଥିବେ। ମୁଁ ଟିକେ ଆସି ଦେଖେଇଥିଲି, ବଡ଼ି ଫଡ଼ି ଦେଖେଇଦେଲି ଟିକେ ଦେଖିପାରୁଥିବେ। ମାନେ ଏତେ ଖୁସି, ପୁରା ଶାହରୁଖ ଖାନ୍ ବି ହେଇଯାଉଛି ମଝିରେ ମଝିରେ ସେଇଟା। କିନ୍ତୁ ଏମାନେ କ'ଣ ଜାଣିବେ, ମାନେ ଗାଧୋଇ ସାରିଲା ପରେ ଯେଉଁ ମଜା ଥଣ୍ଡା ପାଣିରେ, ସେଇ ଖୁସିରେ ମୁଁ ଟିକେ ପକେଇଦେଲି ସାଙ୍ଗମାନଙ୍କୁ ଟିକେ ପାଣି। ମୋତେ ଦେଖ ମୁଁ ଶାହରୁଖ ଖାନ୍ ହେଇଯାଉଛି ବୋଲି। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ। ଆଗକୁ ଦେଖିବା ଆମେ ଏଇଠୁ ହରିଦ୍ୱାର କାଲି ଆମର ଟ୍ରେନ୍ ଅଛି, ଦେଖାଯାଉ। କାଲି ଭୋର 4ଟାରେ ଆମେ ଯିବୁ, କିନ୍ତୁ ଅଛି 4ଟାରେ। ସେ ଖୁସିରେ ଗାଧାଗାଧି କରି ପାଖାପାଖି ଘଣ୍ଟେ 1.5 ଘଣ୍ଟା ପାଖାପାଖି ଗାଧାଗାଧି କଲୁ, କିନ୍ତୁ ପାଣିରେ ବାହାରିବାକୁ ଇଚ୍ଛା ହେଉନି। ସେଥିପାଇଁ ଜୟ ବାବା କେଦାରନାଥ, ଆଗକୁ ଦେଖିବା କ'ଣ ହେଉଛି।